ଆକାଶବାଣୀ। ସମ୍ବାଦ ପଢ଼ୁଛନ୍ତି ସତ୍ୟବ୍ରତ ବେହୁରା। ଦୁଇଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଲେ କତ୍ତାରର ଆମୀର ଆଜି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ। ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବେ 1988 ବ୍ୟାଚ୍ର ଆଇଏଏସ୍ ଅଧିକାରୀ ଜ୍ଞାନେଶ କୁମାର ନିଯୁକ୍ତ। ମହାକୁମ୍ଭରେ ସ୍ନାନ କଲେ କାଶୀ ତାମିଲ ସଙ୍ଗମମ୍ର 200 ଜଣ ପ୍ରତିନିଧି। ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍ର ଆଜି ଆରମ୍ଭ ହେବ 23ତମ ସଂସ୍କରଣ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଜି ସନ୍ଧ୍ୟାରେ ହେବ ଗୁଜରାଟ ଜାୟାଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା। କତ୍ତାରର ଆମୀର ଶେଖ୍ ତମିମ୍ ବିନ୍ ହମାଦ ଅଲ୍ ଥାନି ଦୁଇଦିନିଆ ସରକାରୀ ଗସ୍ତରେ ଗତକାଲି ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ତାଙ୍କ ସହ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ଓ ବ୍ୟବସାୟିକ ପ୍ରତିନିଧି ଦଳ ଭାରତ ଆସିଛନ୍ତି। ସେ ବିମାନ ବନ୍ଦରରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ସ୍ୱାଗତ କରିଥିଲେ। ଆଜି ରାଷ୍ଟ୍ରପତି ଭବନରେ କତ୍ତାରର ଆମୀରଙ୍କୁ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ। ଏହି ଗସ୍ତ ସମୟରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିବେ। ରାଷ୍ଟ୍ରପତି ମଧ୍ୟ ଆମୀରଙ୍କ ସମ୍ମାନାର୍ଥେ ଭୋଜିର ଆୟୋଜନ କରିବେ। ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ଦିଗ ଉପରେ ଆଲୋଚନା କରିବାର କାର୍ଯ୍ୟସୂଚୀ ରହିଛି। କତ୍ତାରର ଆମୀରଙ୍କ ଗସ୍ତ ସମୟରେ ବାଣିଜ୍ୟ, ପୁଞ୍ଜିନିବେଶ, ଶକ୍ତି ଏବଂ ପ୍ରଯୁକ୍ତିବିଦ୍ୟା ସହଯୋଗ ସମ୍ପର୍କରେ ଦ୍ୱିପାକ୍ଷିକ ଆଲୋଚନା ମୁଖ୍ୟ ପ୍ରସଙ୍ଗ ହେବ। ଭାରତ ଏବଂ କତ୍ତାର ମଧ୍ୟରେ ଏକ ଦୃଢ଼ ଅର୍ଥନୈତିକ ସହଯୋଗ ରହିଛି ଏବଂ ବିଭିନ୍ନ କ୍ଷେତ୍ରରେ ଉଭୟ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ବୃଦ୍ଧି ପାଉଛି। ଭାରତର ବୈଷୟିକ ଜ୍ଞାନକୌଶଳ ଭିତ୍ତିଭୂମି ଏବଂ ଉତ୍ପାଦନ ଶିଳ୍ପରେ କତ୍ତାରର କମ୍ପାନୀଗୁଡ଼ିକ ପୁଞ୍ଜିନିବେଶ କରିଥିବା ବେଳେ ଭାରତୀୟ କମ୍ପାନୀଗୁଡ଼ିକ ମଧ୍ୟରେ ସେଠାରେ ଦୃଢ଼ ଉପସ୍ଥିତି ସାବ୍ୟସ୍ତ କରିଛନ୍ତି। ପରିବହନ, ବିମାନ ବନ୍ଦର, ରେଳବାଇ, ରାଜପଥ, ବୈଷୟିକ ଜ୍ଞାନ, ଉଦ୍ଭାବନ, ବୈଦ୍ୟୁତିକ ଯାନ ଏବଂ ଅକ୍ଷୟଶକ୍ତି କ୍ଷେତ୍ରରେ ଭାରତ କତ୍ତାର ସହ ଦ୍ୱିପାକ୍ଷିକ ବାଣିଜ୍ୟ ସମ୍ପ୍ରସାରଣ ଲାଗି ଲକ୍ଷ୍ୟ ରଖିଥିବା କୁହାଯାଇଛି। ଦେଶର ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆଜି ଶେଷ ହେଉଛି। ତାଙ୍କ ସ୍ଥାନରେ ନୂଆ ମୁଖ୍ୟ ନିର୍ବାଚନ କମିଶନର ଭାବେ ଜ୍ଞାନେଶ କୁମାର ନିଯୁକ୍ତି ପାଇଛନ୍ତି। ଶ୍ରୀ ଜ୍ଞାନେଶ କୁମାର ହେଉଛନ୍ତି 1988 ବ୍ୟାଚ୍ର କେରଳ କ୍ୟାଡରର ଜଣେ ପୂର୍ବତନ ଆଇଏଏସ୍ ଅଧିକାରୀ। ସେ ପୂର୍ବରୁ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ଅନ୍ୟପକ୍ଷରେ ବିବେକ ଯୋଶୀଙ୍କୁ ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଛି। ଶ୍ରୀ ଯୋଶୀ ହରିୟାଣା କ୍ୟାଡରର 1989 ବ୍ୟାଚ୍ର ଆଇଏଏସ୍ ଅଧିକାରୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ କମିଶନରଙ୍କୁ ନିଯୁକ୍ତି ଦେଇଛନ୍ତି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଜାମ୍ମୁ କାଶ୍ମୀରରେ ନୂତନ ଅପରାଧିକ ଆଇନର କାର୍ଯ୍ୟକାରିତା ନେଇ ସମୀକ୍ଷା କରିବେ। ମୁଖ୍ୟମନ୍ତ୍ରୀ ଓମାର ଅବଦୁଲ୍ଲା ଏବଂ ଉପରାଜ୍ୟପାଳ ମନୋଜ ସିହ୍ନାଙ୍କ ଉପସ୍ଥିତିରେ ସମୀକ୍ଷା ବୈଠକ ଅନୁଷ୍ଠିତ ହେବ। ବୈଠକରେ ପୁଲିସ, ଜେଲ୍, ଅଦାଲତ ଏବଂ ଅନ୍ୟାନ୍ୟ ପ୍ରମୁଖ ପ୍ରସଙ୍ଗ ଉପରେ ଗୁରୁତ୍ୱ ଦିଆଯିବ। ବିଶେଷ କରି ଭାରତୀୟ ନ୍ୟାୟ ସଂହିତା, ନାଗରିକ ସୁରକ୍ଷା ସଂହିତା ଏବଂ ସାକ୍ଷ୍ୟ ନିୟମ ସହ ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗର କାର୍ଯ୍ୟକାରିତାକୁ ନେଇ ମନ୍ତ୍ରୀ ଶ୍ରୀ ଶାହା ସମୀକ୍ଷା କରିବେ। ବୈଠକରେ କେନ୍ଦ୍ର ଗୃହ ସଚିବ, ଜମ୍ମୁ କାଶ୍ମୀର ମୁଖ୍ୟ ଶାସନ ସଚିବ, ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଏବଂ କେନ୍ଦ୍ର ଓ ରାଜ୍ୟର ବରିଷ୍ଠ ଅଧିକାରୀମାନେ ଯୋଗଦେବେ। କାଶୀ ତାମିଲ ସଙ୍ଗମମ୍ ତୃତୀୟର 200 ଜଣ ପ୍ରତିନିଧି ପ୍ରୟାଗରାଜ ମହାକୁମ୍ଭ ସଙ୍ଗମରେ ସ୍ନାନ କରିଛନ୍ତି। ତାମିଲନାଡୁ ଏବଂ କାଶୀ ମଧ୍ୟରେ ପ୍ରାଚୀନ ସଭ୍ୟତାରୁ ଥିବା ସମ୍ପର୍କକୁ ସୁଦୃଢ଼ କରିବା ଉଦ୍ଦେଶ୍ୟରେ ଏକ କାର୍ଯ୍ୟକ୍ରମର ଅଂଶ ଭାବରେ ଏହି ଦଳ ବାରାଣାସୀରୁ ଆସି ପ୍ରୟାଗରାଜରେ ପହଞ୍ଚିଥିଲେ। ପ୍ରୟାଗରାଜ ମହାକୁମ୍ଭ ମଧ୍ୟ ଉତ୍ତର ଓ ଦକ୍ଷିଣ ଭାରତୀୟ ସଂସ୍କୃତିର ସଙ୍ଗମସ୍ଥଳ ପାଲଟିଛି। ଦକ୍ଷିଣ ଭାରତରୁ କାଶୀ ତାମିଲ ସଙ୍ଗମମ୍ର ପ୍ରଥମ ଦଳ ଗତକାଲି ମହାକୁମ୍ଭରେ ପହଞ୍ଚିଥିଲେ। ମହାକୁମ୍ଭ ମେଳା ଏବଂ ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିଥି ଦଳକୁ ଭବ୍ୟ ସ୍ୱାଗତ କରାଯାଇଥିଲା। ଏହି ଗସ୍ତ ପରେ କାଶୀ ତାମିଲ ସଙ୍ଗମମ୍ର ଶ୍ରୀଧର ରାଧାକ୍ରିଷ୍ଣନ କହିଛନ୍ତି, ସଙ୍ଗମରେ ସ୍ନାନ କରିବା ହେଉଛି ଦିବ୍ୟ ଅନୁଭୂତି ପ୍ରାପ୍ତ କରିବା। ସେହିପରି ମହାକୁମ୍ଭ କେବଳ ଏକ ସାଂସ୍କୃତିକ ସଙ୍ଗମସ୍ଥଳୀ ନୁହେଁ, ବରଂ ବିଶ୍ୱ ସଂସ୍କୃତି ଓ ଭାତୃଭାବର ମିଳନସ୍ଥଳୀ ବୋଲି ଅତିଥିମାନେ କହିଛନ୍ତି। ପ୍ରାଚୀନ ଭାରତର ଶିକ୍ଷା ଓ ସଂସ୍କୃତିର ଦୁଇଟି ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ବାରାଣାସୀ ଏବଂ ତାମିଲନାଡୁ ମଧ୍ୟରେ ଥିବା ସମ୍ପର୍କକୁ ପୁନରୁଦ୍ଧାର କରିବା ପାଇଁ ସଙ୍ଗମମ୍ ଆୟୋଜନ କରାଯାଉଛି। କୁମ୍ଭ ପ୍ରଦର୍ଶନୀ ଦେଖିବା ପରେ କାଶୀ ତାମିଲ ସଙ୍ଗମମ୍ ଦଳ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। 2047 ମସିହା ସୁଦ୍ଧା ବିକଶିତ ଭାରତ ଗଠନ ସମସ୍ତ ଭାରତୀୟଙ୍କ ପାଇଁ ଏକ ସାମୂହିକ ଲକ୍ଷ୍ୟ ବୋଲି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି।
ସେ କହିଛନ୍ତି ପରବର୍ତ୍ତୀ 22ରୁ 25 ବର୍ଷ ହେଉଛି ଅମୃତ କାଳ, ଯେଉଁ ସମୟ ମଧ୍ୟରେ ଭାରତ ଅନେକଗୁଡ଼ିଏ କ୍ଷେତ୍ରରେ ଶିଖରରେ ପହଞ୍ଚିବା ଲାଗି ଉଦ୍ୟମ ଆରମ୍ଭ କରିଛି। ଦିଲ୍ଲୀସ୍ଥିତ ହିନ୍ଦୁ ମହାବିଦ୍ୟାଳୟର 126ତମ ପ୍ରତିଷ୍ଠା ଦିବସରେ ଯୋଗଦେଇ ଶିକ୍ଷାମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ଏହି ଗୁରୁତ୍ୱପୂର୍ଣ୍ଣ ପର୍ଯ୍ୟାୟରେ ଏକବିଂଶ ଶତାବ୍ଦୀର ଗବେଷଣା, ଉଦ୍ଭାବନ, ଉଦ୍ୟୋଗ ଏବଂ ସମାଧାନର କେନ୍ଦ୍ର ଭାବେ ନିଜକୁ ପ୍ରତିଷ୍ଠା କରିବା ଲାଗି ଲକ୍ଷ୍ୟ ରଖିବା ଆବଶ୍ୟକ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ନୂଆ ଶିକ୍ଷାନୀତିରେ ଏଭଳି ବ୍ୟବସ୍ଥା କରାଯାଇଛି, ଯାହାଫଳରେ ଯୁବପିଢ଼ି ନିଯୁକ୍ତି ପାଇବା ପଛରେ ନ ଦୌଡ଼ି ଅନ୍ୟ ପାଇଁ ନିଯୁକ୍ତି ସୃଷ୍ଟିକାରୀ ହୋଇପାରିବେ। हमारी नौजवानों को, हमारी बच्चों को रोजगार चाहिए, इकोनॉमिक एम्पावरमेंट चाहिए, डिसेंट लिविंग चाहिए। इसलिए एनईपी ने 2 फीचर इस बार डाला है। हमें इस प्रकार की एक शिक्षा व्यवस्था खड़ी करनी है जिसमें लोग जॉब सीकर बनेंगे ही बनेंगे, लेकिन जॉब क्रिएटर भी बनेंगे। जॉब क्रिएटर होने के लिए एंटरप्रेन्योर होना पड़ेगा। सिर्फ टीचिंग इंस्टीट्यूट समाधान नहीं है, रिसर्च भी आवश्यकता है और हमारी देश में रिसर्च की कोई कमी भी नहीं है। टीचिंग रिसर्च के साथ हमें इनोवेशन भी चाहिए और मैं कॉन्फिडेंट हूं हिंदू कॉलेज की हर एक विद्यार्थी आने वाले दिनों में हमारी इकोनॉमी में जॉब क्रिएटर बनेगा। ये मैं उसकी झलक आज दिख के जा रहा हूं। केंद्रीय माध्यमिक शिक्षा बोर्ड परिचालित 2025 बोर्ड परीक्षा प्रश्नपत्र सामाजिक गणमाध्यम प्रसारित होता अभियोग को बोर्ड खंडन करिछि। किछि न्यस्त स्वार्थ व्यक्ति सामाजिक गणमाध्यम प्रश्नपत्र लीक हेबा गुजब प्रचार करुछन्ति। छात्र छात्री एवं अभिभावकों मध्य अजथा भय सृष्टि करने लगी एभली करा जाउथिबा केंद्रीय माध्यमिक शिक्षा बोर्ड कहिछि। एभली गुजब प्रचार करुथिबा व्यक्तिଙ୍କ विरोध में कार्यानुष्ठान ग्रहण कराजिबो बोली सीबीएसई सूचना देइछि। बोर्ड पक्षर मिलिथिबा सूचना अनुसार 10ମ और द्वादश श्रेणी परीक्षा एप्रिल 4 तारिख पर्यंत चलिबो। सठिक सूचना पाई छात्र छात्री और अभिभावक माने cbse.gov.in वेबसाइट सहायता नेबाकू कहा जाइछि। भुवनेश्वर स्थित किट विश्वविद्यालय जड़े नेपाली छात्री आत्महत्या घटना पर उपजिथिबा परिस्थितिर मुकाबिला लगी नेपाल सरकार कूटनैतिक स्तर में सक्रिय भाव कार्य करुथिबा सेठाकार प्रधानमंत्री केपी शर्मा ओली कहिसंति। गत रविवार संध्यारे जड़े नेपाली छात्री मृत्यु पर विश्वविद्यालय घटिथिबा घटना को दृष्टि रखी श्री ओली कहिसंति, नुआदिल्ली स्थित नेपाल दूतावासर 2 जण अधिकारी नेपाली छात्र छात्री परामर्श देवा लगी दायित्व दिया जाइछि। ଏହି ଘଟଣାକୁ ନେଇ ବିଶ୍ୱବିଦ୍ୟାଳୟ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବା ବେଳେ ନେପାଳୀ ଛାତ୍ରଛାତ୍ରୀମାନେ ମୃତକଙ୍କ ପାଇଁ ନ୍ୟାୟ ଦାବି କରିଛନ୍ତି। ନେପାଳ ଦୂତାବାସ ପକ୍ଷରୁ କୁହାଯାଇଛି, ଭାରତ ସରକାର ଓ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସମନ୍ୱୟ ରକ୍ଷା କରି ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି। ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍ର 23ତମ ସଂସ୍କରଣ ଆଜି ଆରମ୍ଭ ହେଉଛି। ଚେନ୍ନାଇ ସ୍ଥିତ ଜବାହରଲାଲ ନେହେରୁ ଷ୍ଟାଡିୟମରେ ଆରମ୍ଭ ହେବାକୁ ଥିବା ଏହି ପ୍ରତିଯୋଗିତାରେ 1476 ଜଣ ପାରା ଆଥଲେଟ୍ ଭାଗ ନେବେ। ଚେନ୍ନାଇ ପକ୍ଷରୁ ପ୍ରଥମ ଥର ପାଇଁ ଏହି ଚାମ୍ପିୟନସିପ୍ ଆୟୋଜନ କରାଯାଉଛି। ଏଥିରେ 30ଟି ଦଳ 155ଟି ଇଭେଣ୍ଟରେ ଅଂଶଗ୍ରହଣ କରିବେ। ପ୍ରତିଯୋଗିତାରେ ଜାଭଲିନ୍ରେ ସୁମିତ ଆଣ୍ଟେଲ, ହ୍ୱିଲ୍ ଚେୟାର ରେସିଂରେ ମନୋଜ ସଭାପତି, ସଟ୍ପୁଟ୍ରେ ମନୋଜ ସିଂରାଜ, ହାଇଜମ୍ପରେ ମରିୟାପା ଥାଙ୍ଗଭେଲୁ ପ୍ରମୁଖ ଅଂଶଗ୍ରହଣ କରିବେ ବୋଲି ଜଣାପଡ଼ିଛି। ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 8 ୱିକେଟ୍ରେ ଦିଲ୍ଲୀ କ୍ୟାପିଟାଲକୁ ପରାସ୍ତ କରିଛି। ଗତକାଲି ସନ୍ଧ୍ୟାରେ ଭଦୋଦରାର କୋଟାମ୍ବି ଷ୍ଟାଡିୟମରେ ଅନୁଷ୍ଠିତ ମ୍ୟାଚ୍ରେ ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ କ୍ୟାପିଟାଲ୍ସ 19 ଓଭର ଗୋଟିଏ ବଲ୍ରେ ସମସ୍ତ ୱିକେଟ୍ ହରାଇ 141 ରନ୍ ସ୍କୋର କରିଥିଲା। ଏହାର ଜବାବରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ 16 ଓଭର 2ଟି ବଲ୍ରେ ମାତ୍ର 2 ୱିକେଟ୍ ବିନିମୟରେ 146 ରନ୍ ସ୍କୋର କରିଥିଲା। ଆଜି ସନ୍ଧ୍ୟାରେ ସେହି ଷ୍ଟାଡିୟମରେ ସନ୍ଧ୍ୟା 7:30 ଗୁଜରାଟ ଜାୟାଣ୍ଟସ୍ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମ୍ୟାଚ୍ ଅନୁଷ୍ଠିତ ହେବ। ପ୍ୟାରିସ୍ ଅଲିମ୍ପିକ୍ସରେ ଉନ୍ନତ ପ୍ରଦର୍ଶନ ପାଇଁ ଭାରତୀୟ ସୁଟର ମନୁ ଭାକରଙ୍କୁ ବିବିସି ଇଣ୍ଡିଆନ୍ ସ୍ପୋର୍ଟସ୍ ୱିମେନ୍ ଅଫ୍ ଦ ଇୟର ପୁରସ୍କାର ପାଇଁ ମନୋନୀତ କରାଯାଇଛି। ମନୁଙ୍କ ସମେତ ଗଲ୍ଫ ଖେଳାଳି ଅଦିତ୍ୟ ଶୋକ, ପାରାସୁଟର ଅବନୀ ଲେଖାରା, କ୍ରିକେଟର ସ୍ମୃତି ମନ୍ଧାନା ଏବଂ କୁସ୍ତି ଯୋଦ୍ଧା ଭିନେସ୍ ଫୋଗଟଙ୍କୁ ସେମାନଙ୍କ ପ୍ରଦର୍ଶନ ପାଇଁ ମଧ୍ୟ ମନୋନୀତ କରାଯାଇଛି। ମୁଖ୍ୟ ସମ୍ବାଦ ପୁଣି ଥରେ। 2 ଦିନିଆ ଭାରତ ଗସ୍ତରେ ଆସି ପହଞ୍ଚିଲେ କତାରର ଅମିର ଆଜି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ସହ କରିବେ ଦ୍ୱିପାକ୍ଷିକ ବୈଠକ। ଦେଶର ମୁଖ୍ୟ ନିର୍ବାଚନ କମିଶନର ଭାବେ 1988 ବ୍ୟାଚ୍ର ଆଇଏଏସ୍ ଅଧିକାରୀ କେନେସ୍ କୁମାର ନିଯୁକ୍ତ। ମହାକୁମ୍ଭରେ ସ୍ନାନ କଲେ କାଶୀ ତାମିଲ ସଙ୍ଗମମ୍ର 200 ପ୍ରତିନିଧି। ଜାତୀୟ ପାରା ଆଥଲେଟିକ୍ସ ଚାମ୍ପିୟନସିପ୍ର ଆଜି ଆରମ୍ଭ ହେବ 23ତମ ସଂସ୍କରଣ ଏବଂ ମହିଳା ପ୍ରିମିୟର ଲିଗ୍ କ୍ରିକେଟରେ ଆଜି ସନ୍ଧ୍ୟାରେ ହେବ ଗୁଜରାଟ ଜାୟାଣ୍ଟସ୍ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ମୁକାବିଲା।
ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonAIR.gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।